ମଧ୍ୟରେ ଯୁକ୍ତିତର୍କ ଥିଲା। ବିଶ୍ୱାମିତ୍ର ଥିଲେ ତପସ୍ୱୀ ଆଉ ବଶିଷ୍ଠ ଥିଲେ ନିଜେ ସତ୍ସଙ୍ଗୀ। ବିଶ୍ୱାମିତ୍ର କହିଲେ ତପସ୍ୟା ବଡ଼ ଆଉ ବଶିଷ୍ଠ କହିଲେ ନା ସତ୍ସଙ୍ଗ ବଡ଼। ଦୁଇ ଜଣଙ୍କ ଭିତରେ ଯେତେବେଳେ ଟିକେ ଯୁକ୍ତିତର୍କ ହେଲା, ସମାଧାନ ବା କିଏ କରିବ? ଇଏ ତ ସାମାନ୍ୟ ଲୋକ ନୁହନ୍ତି, ବିଶ୍ୱାମିତ୍ର ବଶିଷ୍ଠ। ଏମାନେ ସମାଧାନ ପାଇଁ ଗଲେ ବ୍ରହ୍ମାଙ୍କ ପାଖକୁ। ଯେତେବେଳେ ବ୍ରହ୍ମାଙ୍କ ପାଖକୁ ଯାଇଛନ୍ତି, ବ୍ରହ୍ମାଙ୍କୁ କହୁଛନ୍ତି ସତ୍ସଙ୍ଗ ବଡ଼ ନା ତପସ୍ୟା ବଡ଼। ବ୍ରହ୍ମା କିଛି କହିପାରିଲେନି। ସେ କହିଲେ ମୁଁ ବର୍ତ୍ତମାନ ସୃଷ୍ଟି କରିବାରେ ବ୍ୟସ୍ତ, ଆପଣ ଗୋଲକ ବିହାରୀ ବିଷ୍ଣୁଙ୍କ ପାଖକୁ ଯାଆନ୍ତୁ, ସେ ହିଁ ତାରି ଉତ୍ତର ଦେବେ। ତାପରେ ସେ ଯାଇଛନ୍ତି ବିଷ୍ଣୁଙ୍କ ପାଖକୁ। ବିଷ୍ଣୁଙ୍କୁ ଯେତେବେଳେ ଏ କଥାଟା ପଚାରିଛନ୍ତି, ବିଷ୍ଣୁ ନିଜେ କହୁଛନ୍ତି, ଆରେ ସେ ନିଜେ ବିଷ୍ଣୁ ଭାବେ କହୁଛନ୍ତି ମୁଁ ଯଦି ତାକୁ ଯଦି ବଡ଼ କରିବି ଇଏ ମନ ଦୁଃଖ କରିବ, ଆଉ ତମକୁ ବଡ଼ କଲେ ଇଏ ମନ ଦୁଃଖ କରିବ, ନା ମୁଁ ମହେଶ୍ୱର ପାଖକୁ ପଠେଇଦେସି। ତାପରେ ସେ ଦୁଇ ଜଣଙ୍କୁ ମହେଶ୍ୱରଙ୍କ ପାଖକୁ ପଠେଇଦେବି। ଯେତେବେଳେ ବଶିଷ୍ଠ ଆଉ ବିଶ୍ୱାମିତ୍ର ମହେଶ୍ୱର ପାଖକୁ ଗଲେ, ମହେଶ୍ୱର କୁ କହୁଛନ୍ତି ସତ୍ସଙ୍ଗ ବଡ଼ ନା ତପସ୍ୟା ବଡ଼। ମହେଶ୍ୱର କହୁଛନ୍ତି ଏଇ ଉତ୍ତରଟା ଶେଷନାଗ ଦେବେ। ତାପରେ ଦୁଇ ଜଣ ଚାଲି ଯାଇଛନ୍ତି ଶେଷନାଗ ପାଖକୁ। ଯେତେବେଳେ ଶେଷନାଗ ପାଖକୁ ଚାଲି ଯାଇଛନ୍ତି, ଶେଷନାଗକୁ କହୁଛନ୍ତି ନା ତପସ୍ୟା ବଡ଼ ନା ସତ୍ସଙ୍ଗ ବଡ଼। ଆମେ ବ୍ରହ୍ମା ପାଖକୁ ଗଲୁ, ବିଷ୍ଣୁ ପାଖକୁ ଗଲୁ, ମହେଶ୍ୱର ପାଖକୁ ଗଲୁ, ସମସ୍ତେ ଆପଣଙ୍କ ଆଡ଼େ ଆମକୁ ଅନୁସରଣ କରିଛନ୍ତି, ଆପଣ ହିଁ ଆମ ପଥ ଦେଖନ୍ତୁ। ଶେଷନାଗ କହିଲେ ଏଇ ସାମାନ୍ୟ କଥା, ଠିକ୍ ଅଛି, ମୋର ଏଇ ପୃଥିବୀ ଟିକେ ଧର, ମୁଁ ତାର ଉତ୍ତର ଦେଉଛି। ବିଶ୍ୱାମିତ୍ର ଟିକେ ତପସ୍ୟାରେ ଅହଂଭାବଟା ଥିଲା, ସେ ତପସ୍ୟାରେ ଯାହାକି ରୀତି ସିଦ୍ଧି ମଧ୍ୟ ଜାତ କରିପାରିଥିଲେ, ସେଥିପାଇଁ ତାଙ୍କ ଟିକେ ଅହଂତା। ସେ କହିଲେ ପୃଥିବୀ ଦିଅ, ମୁଁ ଧରିବି। ପୃଥିବୀ ଯେତେବେଳେ ଧରିଛନ୍ତି, ପୃଥିବୀ ତାର ତଳକୁ ଖସିବାକୁ ଲାଗିଲା। ଯେତେବେଳେ ପୃଥିବୀ ତଳକୁ ଖସିବାକୁ ଲାଗିଲା, ଶେଷନାଗ କହିଲେ ତାକୁ ଟିକେ ଅଟକାଅ। ତାପରେ ବିଶ୍ୱାମିତ୍ର କହିଲେ ମୁଁ 1000 ବର୍ଷର ତପସ୍ୟା ଦେଉଛି, ପୃଥିବୀ ମା ଅଟକି ଯାଏ। ପୃଥିବୀ କିନ୍ତୁ ଅଟକିଲାନି, ପୁଣି ରସାତଳକୁ ଧରିଲା। ବଶିଷ୍ଠ କହିଲେ ମୁଁ 1/2 ଘଣ୍ଟାର ସତ୍ସଙ୍ଗ ଦେଉଛି, ପୃଥିବୀ ମା ଅଟକି ଯାଏ, ପୃଥିବୀଟା ଅଟକି ଗଲା। ଶେଷନାଗ କହିଲେ ଠିକ୍ ଅଛି, ପୃଥିବୀର ମୋତେ ଦିଅ, ତୁମେ ଯାଅ। ବିଶ୍ୱାମିତ୍ର କହିଲେ ଉତ୍ତର ମିଳିଲାନି ଯେ। କହିଲେ ଉତ୍ତର କେମିତି ମିଳିଲାନି? ଆପଣ ପରେ 1000 ବର୍ଷର ତପସ୍ୟା ଦେଲେ, କିନ୍ତୁ ବଶିଷ୍ଠ 1/2 ଘଣ୍ଟା ସତ୍ସଙ୍ଗ ଦେଇ ସେ ପୃଥିବୀକୁ ଅଟକାଇ ଦେଲେ। ବୋଲେ ବିଚାର କରନ୍ତୁ, 1/2 ଘଣ୍ଟାର ଆମର ସତ୍ସଙ୍ଗର ମୂଲ୍ୟଟା କେତେ ନିଜେ ଅନୁଭବ କରନ୍ତୁ। କାହିଁକି ମୋ ସମାଜ ସ୍ୱରୂପ କିନ୍ତୁ ସଂକ୍ଷେପରେ ଗୋଟେ କାହାଣୀରେ କହୁଛି।